ଯୁଗସ୍ରଷ୍ଟା କବି ଶ୍ରୀ ରାଧାନାଥ ରାୟ ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟର ପ୍ରଥମ ପ୍ରଣେତା ଥିଲେ। ତାଙ୍କ ସାହିତ୍ୟ ଥିଲା ପ୍ରାଚ୍ୟ ଓ ପାଶ୍ଚାତ୍ୟ ସୃଜନର ଏକ ଚମତ୍କାର ସମନ୍ୱୟ। ଚନ୍ଦ୍ରଭାଗା, ଚିଲିକା, ଉଷା, ପାର୍ବତୀ, କେଦାର ଗୌରୀ, ନନ୍ଦିକେଶ୍ୱରୀ, ଦରବାର ଓ ମହାଯାତ୍ରା ଆଦି କାବ୍ୟମାନଙ୍କରୁ ଶ୍ରୀଯୁକ୍ତ ରାୟଙ୍କ ପ୍ରକୃତିବାଦୀ ଜୀବନ ଦର୍ଶନ ସୁନ୍ଦର ରୂପେ ରୂପାୟିତ। ସରଳ ସୁବୋଧ୍ୟ ଛନ୍ଦରେ ଜୀବନର ପାର୍ଥିବ ଅନୁଭୂତି ଓ ନଶ୍ୱରତା ତାଙ୍କ ଲେଖାମାନଙ୍କରେ ଜୀବନ୍ତ ଭାବେ ପ୍ରତିବିମ୍ବିତ। ଆଲୋଚ୍ୟ ବଡ଼ପଣ କବିତାଟି କବି ଶ୍ରୀ ରାଧାନାଥଙ୍କ ପ୍ରସିଦ୍ଧ ବ୍ୟଙ୍ଗ କାବ୍ୟ ଦରବାରରୁ ସଂଗୃହୀତ। ଜ୍ୟୋତିର୍ବିଦ୍ ଚନ୍ଦ୍ରଶେଖର ସିଂହ ସାମନ୍ତଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଇଂରେଜ ସରକାରଙ୍କ ତରଫରୁ କଟକ ବାରବାଟୀ ଦୁର୍ଗରେ ଏକ ଦରବାର ବସିଥିଲା। ଓଡ଼ିଶାର ବିଭିନ୍ନ ଗଡ଼ଜାତର ରାଜା, ଜମିଦାର ଓ ସାମନ୍ତମାନେ ନିଜ ନିଜ ରାଜକୀୟ ଆଡ଼ମ୍ବରପୂର୍ଣ୍ଣ ଥାଟବାଟ ନେଇ ଏହି ଦରବାରକୁ ଆସିଥିଲେ। ଉକ୍ତ ରାଜା ଓ ରାଜକର୍ମଚାରୀମାନଙ୍କର ଅନ୍ତଃସାର ଶୂନ୍ୟ ଅସାର ଅହଙ୍କାର କବି ରାଧାନାଥଙ୍କ ପାଇଁ ଅସହ୍ୟ ହୋଇ ଉଠିଥିଲା। ଆପଣାର ଶକ୍ତିଶାଳୀ ଲେଖନୀରେ କବି ସେହି ଅହଙ୍କାରୀମାନଙ୍କ ଉଦ୍ଦେଶ୍ୟରେ ମହାକାଳର କ୍ରୂରତା ଓ ଅହମିକାର ଅସାରତା ତଥା ଅନ୍ୟ ପକ୍ଷରେ ମଣିଷ ପଣିଆର ମହାନତା ଓ ଧର୍ମର ଶ୍ରେଷ୍ଠତା ବିଷୟରେ ଏହି କବିତାରେ କବି ରାଧାନାଥ ଅବତାରଣା କରିଛନ୍ତି। ଧର୍ମ ପଥରେ ଜୀବନଯାପନ କରି ମଣିଷ ପ୍ରକୃତ ବଡ଼ପଣର ପରିଚୟ ଦେବା ଉଚିତ ବୋଲି କବି ମତ ପୋଷଣ କରିଛନ୍ତି। କବିତାର ପ୍ରାରମ୍ଭରୁ ଅହଙ୍କାରୀ ରାଜା, ମହାରାଜା, ଜମିଦାର ଓ ସାମନ୍ତମାନଙ୍କୁ ସେମାନଙ୍କ ବଂଶ ପରମ୍ପରା ମନେ ପକାଇ ଦେବାକୁ ଯାଇ ଚେତେଇ ଦେଇଛନ୍ତି ଯେ ସିଂହର ଔରସରୁ ଶ୍ୱାନ ତୁଲ୍ୟ ସେମାନଙ୍କର ଆବିର୍ଭାବ। ନିଜ ପ୍ରତିଷ୍ଠାକୁ ଆଗକୁ ନ ବଢ଼ାଇ ପୂର୍ବପୁରୁଷର ବିଶାଳ କୀର୍ତ୍ତିରାଜି ବିକି ଭାଙ୍ଗି ଖାଉଥିବା ଅସାର ମଣିଷ ସେମାନେ। ଉତ୍କଳର ପୂର୍ବ ସମ୍ରାଟମାନେ ବ୍ରହ୍ମୀ ଶିଖା ପରି ଊର୍ଦ୍ଧ୍ୱଗାମୀ ଥିବାବେଳେ ସେହି ବଂଶର ସନ୍ତାନ ହୋଇ ଏମାନେ କିନ୍ତୁ ଜଳଧାରା ପରି ଅଧୋଗତି ଲଭୁଛନ୍ତି। କବିଙ୍କ ଭାଷାରେ ମନେ ନାହିଁ ତୁମ୍ଭେ କାହାର ସନ୍ତାନ, କେଶରୀ ଔରସେ ତୁମ୍ଭେ ସିନା ଶ୍ୱାନ।
ପୂର୍ବପୁରୁଷର ପ୍ରତିଷ୍ଠା ବିଶାଳ ବିକି ଭାଙ୍ଗି ଖାଉଥିବ କେତେ କାଳ। ସେ ପ୍ରତିଷ୍ଠା ନିଜେ ତିଳେ ନ ବଢ଼ାଇ କରୁଥିବ ଆଉ କେତେ ତା ବଢ଼ାଇ। ଥିଲେ ଆଗେ ଯେହୁ ଉତ୍କଳର ସ୍ୱାମୀ ପନ୍ନୀଶିଖା ପରି ସଦା ଊର୍ଦ୍ଧ୍ୱଗାମୀ। ତୁମ୍ଭେ ହୋଇ ସେହି ବଂଶର ସନ୍ତତି ଜଳଧାରା ପରି ହେଲ ଅଧୋଗତି। ଏହି ମିଛ ବଡ଼ଲୋକମାନଙ୍କ ପିତୃଗଣ ଥିଲେ ପରମ ଉଦାର। ନିଜ ରାଜ୍ୟକୁ ଏକ ପରିବାର ମଣି ରାଜା ଓ ପ୍ରଜାଙ୍କ ମଧ୍ୟରେ ସମ୍ପର୍କର ପବିତ୍ର ପ୍ରଥା ସେମାନେ ମାନୁଥିଲା ବେଳେ ଆଜିର ରାଜା ପ୍ରଜାର ସମ୍ପର୍କ ବାଜା ବାଜ ଓ ପାରା ପରି ହୋଇଅଛି। ବିଦେଶୀମାନଙ୍କ ସର୍ବସ୍ୱସୀ ନୀତି ସଂସ୍କୃତିକୁ ଆପଣେଇ ଏମାନେ ପ୍ରଜା ମୁଖରୁ ଶ୍ରମ ଅର୍ଜିତ ମୁଠା ମୁଠା ଖାଦ୍ୟ ନିର୍ମମ ଭାବେ ଛଡ଼ାଇ ନେଉଛନ୍ତି। ଆଜିର ରାଜଧର୍ମ ପ୍ରଜାଧନର ଲୁଟ୍କୁ ବୁଝାଉଛି। ମନ୍ତ୍ରୀମାନେ ହଳ ଖଣ୍ଟ କାନକୁହା ହୋଇପଡ଼ିଛନ୍ତି। ଏମାନେ ଦୁଃଖୀ ରଙ୍କିଙ୍କୁ ଶୋଷଣ କରି ବିଦେଶୀମାନଙ୍କ ଚାଟୁକାରିତାର ସହ କୁକୁଡ଼ାର ଅଣ୍ଡା ଓ ଛେଳି ମୁଣ୍ଡ ପ୍ରଦାନ କରି କାକୁସ୍ଥ ଅନୁରକ୍ତିର ଆଭାସ ଦେଇଛନ୍ତି। କବି ରାଧାନାଥ ରାୟଙ୍କ ଭାଷାରେ ତୁମ୍ଭ ପିତୃଗଣ ପରମ ଉଦାର, ରାଜ୍ୟ ମଣୁଥିଲେ ଏକ ପରିବାର। କାହିଁ ଗଲା ସେହି ପ୍ରାଚୀନ ସୁଧାରା, ରାଜା ପ୍ରଜା ଏବେ ହେଲେ ବାଜପାରା। କାଢ଼ିନେଲା ରାଜଭୋଗ ଅଭିଳାଷ, ପ୍ରଜାମୁଖୁ ତାଙ୍କ ଶ୍ରମାର୍ଜିତ ଗ୍ରାସ। ଦେଶୀ ହୋଇ ତୁମ୍ଭେ ଆଚରିଲ ନୀତି, ନିର୍ମମ ବିଦେଶୀ ସର୍ବସ୍ୱସୀ ନୀତି। ବାତ୍ସଲ୍ୟ ନ ବାନ୍ଧି ପ୍ରଜାଙ୍କର ଚିତ୍ତ, ବିଦେଶୀ ସଙ୍ଗିନେ କଲ ତାଙ୍କୁ ଭୀତ। ଗନ୍ତାଘର ହେଲା ତୁମ୍ଭର ସର୍ବସ୍ୱ, ସର୍ବସ୍ୱ ପ୍ରାସାଦ ଗାଭୀ ହସ୍ତି ଅଶ୍ୱ। ରାଜଧର୍ମ ହେଲା ପ୍ରଜାଧନ ବୁହା, ମନ୍ତ୍ରୀ ହେଲେ ହଳ ଖଣ୍ଟ କାନକୁହା। ତଣ୍ଡି ଦୁଃଖୀରଙ୍କ ଅରକ୍ଷିତ ରାଣ୍ଡ, ବିଦେଶୀଙ୍କି ଖୁଆଇଲ କୁକୁଟାଣ୍ଡ। ନ ପାଇଲେ ଦୁଃଖୀ ପ୍ରଜା ଖୁଦକୁଣ୍ଡା, ନେଲେ ଘିଅ ଅଟା ସଙ୍ଗେ ଛାଗବୁଣ୍ଡା। କାଣ୍ଡ ଜ୍ଞାନହୀନ କାଣ୍ଡ ପୃଷ୍ଠ ହୁଣ୍ଡା। ଅଭୀଷ୍ଟ ଦେବତା କଲ ଲୋଭ ପ୍ରେତ, ନଚେତିଲ ଖାଇ ବିପଦର ବେତ। ନଚେତିଲ ଖାଇ ବିପଦର ବେତ। ଶୟନେ ସ୍ୱପନେ ଜାଗରଣେ, ଧନର ଲାଳସା ଏହି ତଥାକଥିତ
ରାଜା ସାମନ୍ତ ଓ ଜମିଦାରମାନଙ୍କୁ ବ୍ୟତିବ୍ୟସ୍ତ କରି ରଖିଛି। କବିଙ୍କ ମତରେ ଧନ ବିନୁ ନାହିଁ ଆନ ଚିନ୍ତା ମନେ। ଧନର ସଫଳତା ସମୟ ଉପଯୋଗୀ ସୁବ୍ୟୟ ଉପରେ ନିର୍ଭର କରେ। ଯକ୍ଷ ଭଳି ଜଗି ରହି କେହି କେବେ ମୃତ୍ୟୁ ପରେ ଧନ ମୁଣ୍ଡାଇ ଯାଇପାରେ ନାହିଁ। ହାତୀ ଘୋଡ଼ା ସୁନା ରୂପା କୁବେର ଭଣ୍ଡାର ସମ ଗନ୍ତାଘର, ଏମିତିକି ବିଶ୍ୱର ସର୍ବାଧିକ ଭୂଖଣ୍ଡକୁ ବିଜୟ ଲାଭ କରିଥିବା ସ୍କନ୍ଦର ବା ଆଲେକଜାଣ୍ଡାରଙ୍କ ବିଭବ ମଧ୍ୟ ଦୀର୍ଘସ୍ଥାୟୀ ହୋଇ ରହିନଥିଲା। ସେଥିପାଇଁ ଗ୍ରୀକ୍ ବୀର ଆଲେକଜାଣ୍ଡାର ମୃତ୍ୟୁ ପୂର୍ବରୁ କହିଥିଲେ କବିଙ୍କ ଭାଷାରେ, ସଦା ହୋଇ ପାପ ଦ୍ରବିଣ ପ୍ରତ୍ୟାଶୀ, ପ୍ରଜା ମଧ୍ୟରେ ପାପ ବୃଦ୍ଧିକୁ ମନାସି, ରହିଥାଅ ଟାକି କରି ଜରିମାନା, ଧନେ ପୁରାଇବା ଲାଗି ମାଲଖାନା। ଧନର ଲାଳସା ଜାଗ୍ରତେ ସ୍ୱପନେ, ଧନ ବିନୁ ନାହିଁ ଆନ ଚିନ୍ତା ମନେ। ଧନର ସାଫଲ୍ୟ ସୁବ୍ୟୟ କେବଳ, ଯକ୍ଷ ପ୍ରାୟେ ତାକୁ ଜଗି କେଉଁ ଫଳ। ମଞ୍ଚେ କେତେ ଆସି କେତେ ଗଲେ ଭାଇ, କିଏ ନେଇଗଲେ କି ଧନ ମୁଣ୍ଡାଇ। ପଡ଼ିତ ରହିଲେ ପଛେ ହାତୀ ଘୋଡ଼ା, ପଡ଼ିତ ରହିଲା ସୁନା ରୂପା ତୋଡ଼ା। ପଡ଼ିତ ରହିଲା ରତନେ ଭାସ୍ୱର, କୁବେର ଭଣ୍ଡାର ସମଗନ୍ତାଘର। ଏଇଥିପାଇଁ ଗ୍ରୀକ୍ ବୀର ଆଲେକଜାଣ୍ଡାର କହିଥିଲେ, ଜିଣିବାକୁ ଆଉ ନାହିଁ ଧରାଖଣ୍ଡ ବୋଲି ସେହୁ କଲେ ଅଶ୍ରୁସିକ୍ତ ଗଣ୍ଡ। ମଲାବେଳେ ବିଶ୍ୱବିଜୟୀ ସ୍କନ୍ଦର, କି କହିଥିଲେ ତାହା ଚିତ୍ତେ ଧର। ବୋଇଲେ ଏ ପ୍ରାଣ ଗଲେ ପିଣ୍ଡ ଛାଡ଼ି, ନେବ ଯେବେ ମୋତେ କୋକେଇରେ କାଢ଼ି। ଦେଇଥିବ ତହିଁ ମୁସବ ଶୁଆଇ, ବେନି ପାଶେ ବେନି କରକୁ ଝୁଲାଇ। ଯା ଦେଖି ଜାଣିବେ ଜଗତେ ସମସ୍ତେ, ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ, ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ। ଏଣୁ କବି ସମ୍ମିଳିତ ଅହଙ୍କାରୀମାନେ ଏହି ମହାବାକ୍ୟକୁ ମନରେ ହେଜିବା ପାଇଁ ବାରମ୍ବାର ସତର୍କ କରାଇ ଦେଇଛନ୍ତି। ପ୍ରଜାରୂପୀ ଅସଂଖ୍ୟ ଝିଣ୍ଟିକାଙ୍କୁ ମାରି ଗଣିକା, ଓକିଲ ଓ ଛାମୁଆ ରୂପୀ ବଣିପୋଷାର ମୂଲ୍ୟ କିଛି ନାହିଁ। ଏଣୁ ପ୍ରଜାରକ୍ତ ସ୍ୱେଦାର୍ଜିତ ଧନକୁ ଲୁଣ୍ଠନ କରି, ରାଶି ରାଶି ପାପବିତ୍ତ କରି
ଘୁଷୁରୀ ମୁହଁରେ ଯଜ୍ଞ କୁଣ୍ଡର ଘିଅ ଢାଳିଲେ ମଣିଷର ବଡ଼ପଣ କେବେ ବି ଆସେ ନାହିଁ। କବି ରାଧାନାଥ ରାୟ ସେଥିପାଇଁ କହିଛନ୍ତି, ଭଗ୍ନ ଘଟୁ ଆହା ସଲିଳ ଯେସନ, ସରି ଯାଉଅଛି ଆୟୁ ପ୍ରତିକ୍ଷଣ। ଏହି ମହାବାକ୍ୟ ମନେ ମନେ ହେଜି, ସତ୍ୱଗୁଣ ଭଜ ଲୋଭ ମଦ ତେଜି। ଅକାରଣେ କିମ୍ପା ତଣ୍ଡି ଅରକ୍ଷିତ, ଅଳ୍ପ ଦିନ ପାଇଁ ସଞ୍ଚୁଅଛ ବିତ୍ତ। ବୋଲାଅ ଜଗତେ ସିନା ଲକ୍ଷ୍ୟ ପୋଷି, ଫଳେ ତୁମ୍ଭେ ଜଣେ ଜଣେ ଲକ୍ଷ୍ୟ ଶୋଷି। ଗଣିକା ଓକିଲ ଛାମୁଆ ପୋଷଣ, ଲାଗି କର କିମ୍ପା ପ୍ରଜାଙ୍କୁ ଶୋଷଣ। ପ୍ରଜା ରକ୍ତ ସ୍ୱେଦ ଲୋତକେ ଅର୍ଜିତ, ଅଭିଶପ୍ତ ରାଶି ରାଶି ପାପବିତ୍ତ। ପ୍ରାୟଶ୍ଚିତେ ବ୍ୟୟ ନକରି ଯତନେ, ପାପ ଅର୍ଜୁଅଛ ପାପାର୍ଜିତ ଧନେ। ଅର୍ଜୁଅଛ ସିନା କେବଳ ଦୁଷ୍କୃତ, ଘୃଷ୍ଟି ମୁଖେ ଠାଳି ଯଜ୍ଞ କୁଣ୍ଡ ଘୃତ। ଏ ଅପ୍ରିୟ ସତ୍ୟ ଛଳକୁ ନ ଧରି, ନିଜ ଶ୍ରେୟ ଦେଖ ଚିତ୍ତେ ଚିନ୍ତା କରି। ମଣିଷର ଆୟୁଷ ପ୍ରତିକ୍ଷଣ ସରି ସରି ଆସୁଛି। ବଡ଼ କ୍ରୂର କାଳ ମୃତ୍ୟୁ କେତେବେଳେ ମଣିଷକୁ ଗ୍ରାସ କରିବ, ତାହା ବିଧାତାଙ୍କୁ ବି ଅଗୋଚର। କବିଙ୍କ ଭାଷାରେ ଲୋଭ, ମୋହ ଓ ମାୟାର ଚେର ଯେତେ ତଳକୁ ଭେଦିବ, ଅନ୍ତକ ବା ଯମ ସେତିକି ଦୃଢ଼ ଭାବେ ଜୀବନକୁ ଝିଙ୍କି ଚାଲିଥିବ। ଏଣୁ ଏହି କଠିନ ଝିଙ୍କା ଝିଙ୍କିରୁ ନିସ୍ତାର ପାଇଁ ଆଗୁଆ ହୁସିଆର ହେବାକୁ କବି ରାଧାନାଥ ଚେତାଇ ଦେଇଛନ୍ତି। ଜୀବନର ନଶ୍ୱରତା ବାବଦରେ କବି ରାଧାନାଥଙ୍କ ଭାଷାରେ ଭଗ୍ନ ଘଟୁ ଆହା ସଲିଳ ଯେସନ, ସରି ଯାଉଅଛି ଆୟୁ ପ୍ରତିକ୍ଷଣ। ବଡ଼ କ୍ରୂର କାଳ ବଡ଼ ଅବିଶ୍ୱାସୀ, ହାବଡ଼ି ଯିବ ସେ ଆଚମ୍ବିତେ ଆସି। ଦୂରବର୍ତ୍ତୀ ଜାଣି କାଳକୁ ଯେ ହସେ, ହସି ସେ ତା ପଛେ ଆସି ଲୁଚି ବସେ। ନୀତି ବେଳ ବୁଝି ଛାମୁରେ ହାଜର, ହେବା ବିଧି ତାକୁ ନାହିଟି ଗୋଚର। କେତେ ଦିନ ଖେଳୁଥିବ ଏହି ଖେଳ, ପାଖେଇ ଆସୁଛି ସେ ଅନ୍ତିମ ବେଳ। ଆସୁଛି ନୀରବେ ସେହୁ ପ୍ରତିକ୍ଷଣ, ନିତ୍ୟଗାମୀ ରଥ ଚକ୍ର ଆବର୍ତ୍ତନ।
ଆୟୁ ସୂର୍ଯ୍ୟ ଯାଏ ତଳେ ଯେତେ ଗଡ଼ି, ତୁମ୍ଭ ମାୟା ଯାଏ ଛାୟା ପରି ବଢ଼ି। ମାୟା ଚେର ତଳେ ଭେଦିବ ଯେତିକି, ଅନ୍ତକ ରଗଡ଼େ ଝିଙ୍କିବ ତେତିକି। ସେ କଠିନ ଝିଙ୍କା ଝିଙ୍କିରୁ ନିସ୍ତାର, ଲାଭ ଲାଗି ଆଗୁ ହୁଅ ହୁସିଆର। ଜନ୍ମଜାତକରେ ପାଇଥିବା ବଡ଼ପଣ ଧର୍ମଫଳ ଦ୍ୱାରା ଚିରସ୍ଥାୟୀ ହୁଏ। ଧର୍ମ ଏମିତି ଏକ ପୂତ, ଯାହା ଏ ସଂସାର ବାରିଧିକୁ ଯଥାର୍ଥରେ ପାର କରିଦିଏ। କବିଙ୍କ ମତରେ ବେଳ ଥାଉ ଥାଉ ଅରଜି ଧରମ, ଜନ୍ମ ଅନୁରୂପେ ଦେଖାଅ କରମ। ଜନ୍ମ ଫଳେ ଭବେ ବଡ଼ପଣ ପାଇ, ଧର୍ମ ଫଳେ ତାକୁ କର ଚିରସ୍ଥାୟୀ। ଧର୍ମ ଏକ ପୂତ ଗଢ଼ିଛନ୍ତି ବିଧି, ତରିବାକୁ ଏହି ସଂସାର ବାରିଧି। ଧର୍ମ ଏକା ସିନା ମହତ ପଣିଆ, ଆଉ ବଡ଼ପଣ ଅଢ଼େଇ ଦିନିଆ। ବଡ଼ପଣ ଭାଇ ଏକା ସିନା ସେହି, ଛଡ଼ାଇ କେହି ଯା ନପାରଇ ନେଇ। କବିତାର ଶେଷରେ କବି ଶ୍ରୀ ରାଧାନାଥ ରାୟ ସଂସାରର ମୂଲ୍ୟହୀନ ବଡ଼ପଣ ଲାଳସାରୁ ନିଜ ମନକୁ ବାହୁଡ଼ାଇ ଆଣି ମାନବିକ ଧର୍ମ ଆରୋପ ସହିତ ରାଧାନାଥ କହିଛନ୍ତି, ବଡ଼ପଣ ସେହି ଅନ୍ତେ ସୁଦ୍ଧା ଯାର, ସୌରଭେ ଚହଟୁ ଥାଏ ଏ ସଂସାର। ବଡ଼ପଣେ ସିନା ସେହି ତାକୁ ଗଣି, ଯେଉଁ ବଡ଼ପଣ ଦୁଇ ଲୋକ ସାଧିନୀ। ସେହି ସିନା ବଡ଼ପଣ ଯହିଁ ଲାଗି, ଅନ୍ତକର ବଜ୍ରଦନ୍ତ ଯାଏ ଭାଙ୍ଗି। ସେହି ବଡ଼ପଣେ ବଳାଅ ମତିକି, କାଳ ନପାରିବ ପଶିଯା କତିକି। ହେଳା କର ନାହିଁ ପାଇଏ ସୁବିଧା, ଲଭିବାକୁ ସେହି ବଡ଼ପଣ ନିଦା। ସଂସାରର ତ୍ୱକସାର ବଡ଼ପଣ, ଲାଳସାରୁ ନିଅ ବାହୁଡ଼ାଇ ମନ। ଉଦାସୀନ ନେତ୍ରେ ଦୁନିଆର ମାନ, ଦେଖି କର ମନ ଧର୍ମେ ଏକତାନ। ରାଜଧର୍ମେ ଆତ୍ମତତ୍ତ୍ୱେ ଦେଇ ମତି, ଉଚ୍ଚ ହୋଇ ଲଭ ଉଚ୍ଚତର ଗତି। ଉଚ୍ଚ ହୋଇ ଲଭ ଉଚ୍ଚତର ଗତି। ମୋଟ ଉପରେ ମିଛ ସାଂସାରିକ ବଡ଼ଲୋକୀ ପଣିଆ ଏବଂ ପ୍ରକୃତ ମାନବିକ ଧର୍ମ ପାଳନ ଜନିତ ବଡ଼ପଣ ମଧ୍ୟରୁ କେବଳ ସତ୍ପଣକୁ କାଳ ବଶ କରିପାରେ ନାହିଁ। ଏଣୁ ସମାଜର ସମସ୍ତ ବ୍ୟକ୍ତି ଏହି ପ୍ରକୃତ ବଡ଼ପଣ ଅର୍ଜନ କରିବା ଉଚିତ ବୋଲି କବିବର ଶ୍ରୀ ରାଧାନାଥ ରାୟ ନିଜସ୍ୱ ମତ ପୋଷଣ କରିଛନ୍ତି। ଯଥାର୍ଥରେ କବିତା ବଡ଼ପଣ ସଫଳ ଏବଂ ଯଥେଷ୍ଟ ସଫଳ ହୋଇପାରିଛି।